ଦେଖନ୍ତୁ ପୁସ୍ତକ ମେଳା ଦ୍ୱାରା ବିଭିନ୍ନ ଶ୍ରେଣୀର ପୁସ୍ତକ ବା ବିଭିନ୍ନ ବିଭାଗର ପୁସ୍ତକ ପଢ଼ିଲେ ଆମର ମୋଟ କଥା ହେଲା କୌଣସି କଥା ଶୁଣିଲେ ଆମକୁ 5 ମିନିଟ୍ 10 ମିନିଟ୍ 15 ମିନିଟ୍ ମନେ ରହେ। କିନ୍ତୁ ଆମେ କୌଣସି ପୁସ୍ତକ ଯଦି ପଢ଼ିବା ବା ପୁସ୍ତକଟି ଆମ ପାଖରେ ଥିଲେ ତାହା ଜୀବନ ଯାକ ଆମକୁ ସାଙ୍ଗ କରିବ। ଆପଣ ଜାଣିନାହାନ୍ତି ବହୁତ ମହାତ୍ମା ମହାପୁରୁଷମାନେ ଏ ପୁସ୍ତକ ପଢ଼ିବା ଦ୍ୱାରା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି ଏବଂ ସବୁଠାରୁ ବଡ଼ କଥା ହେଉଛି ସେମାନେ ଜୀବନରେ ଯେଉଁ ସଫଳତା ପାଇଛନ୍ତି ତାହା ଅନ୍ୟମାନଙ୍କର ଜୀବନୀ ପୁସ୍ତକ ପଢ଼ି। ଯେମିତି ଆଧ୍ୟାତ୍ମିକ ପୁସ୍ତକରେ ବେଦ ଉପନିଷଦ ଦର୍ଶନ ଶାସ୍ତ୍ର ପଢ଼ିଲେ ଆମ ଭିତରେ ବଞ୍ଚିବାର ରହସ୍ୟ ବୁଝିବାକୁ ଆମକୁ ସମୟ ମିଳେ, ଠିକ୍ ସେମିତି ଜୀବନୀ ପଢ଼ିବା ଦ୍ୱାରା ଆମେ ବହୁତ ମହାତ୍ମା ମହାପୁରୁଷମାନଙ୍କର ସଂଘର୍ଷମୟ ଜୀବନକୁ ଆମେ ଜାଣୁ। ତାଦ୍ୱାରା କ'ଣ ହୁଏ ନା ଆମ ଜୀବନରେ କୌଣସି ସଂଘର୍ଷ ଆସିଲେ ଆମେ ହାରି ଯାଉନା, ଆମେ ଚେଷ୍ଟା କରୁ ସଂଘର୍ଷ ବୋଧ ହୁଏ ଜୀବନକୁ ଉପରକୁ ନେବା ପାଇଁ ବହୁତ ଚେଷ୍ଟା କରେ। ଆମେ ସମସ୍ତେ ପୁସ୍ତକ ପ୍ରତି ଆଗ୍ରହ ପ୍ରକାଶ କରିବା। ଘରେ ଆମେ କ'ଣ ରଖୁ ନ ରଖୁ ଅନ୍ତତଃ ପକ୍ଷେ ଆଧ୍ୟାତ୍ମିକ ପୁସ୍ତକ ବେଦ ଉପନିଷଦ ଦର୍ଶନ ଶାସ୍ତ୍ର ସହ ମହାତ୍ମା ମହାପୁରୁଷମାନଙ୍କର ଜୀବନୀ ଏବଂ ପ୍ରେରଣାଦାୟକ ପୁସ୍ତକ ଆମ ଘରେ ରହିବା ଆବଶ୍ୟକ। କାହିଁକି ନା ମନ ଯେତେବେଳେ ଦୁଃଖରେ ଥିବ, ମନ ଯେତେବେଳେ ବିଷାଦଗ୍ରସ୍ତ ହୋଇଥିବ, ପାରିବାରିକ କ୍ଷେତ୍ରରେ ଯେତେବେଳେ କୌଣସି ବିଭେଦ ହୋଇଥିବ, ସେହି ସମୟରେ ଯଦି ଆମେ ସେଇଭଳି କିଛି ଆମକୁ ଯେ ଉତ୍ଥାନ କରୁଥିବା ବା ଆମକୁ ପ୍ରେରଣା ଦେଉଥିବା ପୁସ୍ତକ ପଢ଼ିବା ଆମ ଜୀବନ ଦୁଃଖରୁ ଦୂର ହୋଇ ସୁଖମୟ ହେବ ଏବଂ ଆମକୁ ବଞ୍ଚିବାର ଗୋଟିଏ ମାର୍ଗଦର୍ଶନ କରିବ। ତେଣୁ ପୁସ୍ତକ ଆମର ନିହାତି ଯେମିତି ଖାଦ୍ୟ ପାନୀୟ ବସ୍ତ୍ର ଆମର ଆବଶ୍ୟକ, ସେମିତି ପୁସ୍ତକ ପାଖରେ ରଖିବା ଆବଶ୍ୟକ, ଯାହାକି ଆମକୁ ବହୁ ସମୟରେ ମନ ଦୁଃଖ ସମୟରେ ଆମକୁ ସେ ବଞ୍ଚିବାର ରାହା ଦେଖାଇବ। ଆଜିର ଦୁନିଆରେ ସାରା ଦେଖାଯାଏ ଯେ ଅନେକ ଲୋକ ପଥଭ୍ରଷ୍ଟ ଆଡ଼ିକି ଯିବା ଭଳିଆ ଲାଗୁଛି, ଯାହାକି ଆପଣ ପୋଷାକରେ କୁହନ୍ତୁ, ଖାଦ୍ୟରେ କୁହନ୍ତୁ ବା ଯେକୌଣସି କାର୍ଯ୍ୟରେ କୁହନ୍ତୁ, ସେଠି କ'ଣ ମାର୍ଗଦର୍ଶନ ଦେବେ? ନାଇଁ ଦେଖନ୍ତୁ, ପଥଭ୍ରଷ୍ଟ ହେବାର ମୂଳ କାରଣ ହେଉଛି କ'ଣ କି ବିନା ନିମନ୍ତ୍ରଣରେ ମଇଳା ସାର୍ଟରେ ଲାଗେ, ବିନା ପ୍ରଯତ୍ନରେ ବିନା ଚେଷ୍ଟାରେ ସାର୍ଟରେ ମଇଳା ଲାଗେ, କିନ୍ତୁ ବିନା ଚେଷ୍ଟାରେ ସାର୍ଟରୁ ମଇଳା ଯାଏନି। ପଥଭ୍ରଷ୍ଟ ହେବା ପାଇଁ ସମାଜରେ ଯେଉଁମାନେ ଟିକେ ଗୁରୁଜନମାନଙ୍କର ବାକ୍ୟ ଶୁଣିବେନି, ମହାତ୍ମା ମହାପୁରୁଷଙ୍କର ବାକ୍ୟ ଶୁଣିବେନି, ଭଲ ଲୋକଙ୍କ ପାଖରେ ବସିବେନି, ଭଲ ବହି ପଢ଼ିବେ ନାହିଁ, ଭଲ କଥା ଶୁଣିବେ ନାହିଁ, ସେମାନେ ପଥଭ୍ରଷ୍ଟ ହେବେ। ତ ଆଉ ଗୋଟେ ବଡ଼ କଥା ହେଉଛି, ଦେଖନ୍ତୁ ପଥ କାହାକୁ ଭ୍ରଷ୍ଟ କରେ ନାହିଁ, କାହାକୁ ଶିଷ୍ଟ କରେ ନାହିଁ, କିନ୍ତୁ ପଥରେ ଯଦି କୁସଙ୍ଗ ମିଳିବ, ଖରାପ ଲୋକଙ୍କ ସାଙ୍ଗରେ ପଡ଼ିବା ଆମକୁ ସେ ଭ୍ରଷ୍ଟ କରିଦିଏ ଏବଂ ଆମକୁ ଯଦି ଶିଷ୍ଟ ସାଙ୍ଗ ମିଳିଲେ, ପୁଣି ଭଦ୍ର ସାଙ୍ଗ ମିଳିବ, ତାହେଲେ ଆମ ଜୀବନ ମଧ୍ୟ ସଦୁପଯୋଗ ହେବ। ମୋର କହିବା କଥା, ପଥଭ୍ରଷ୍ଟ ହେଉଥିଲା ବେଳେ ଜ୍ଞାନୀ ଗୁଣୀ ସମ୍ପନ୍ନ ବିଦ୍ୱାନ ଲୋକମାନଙ୍କର ସମ୍ପର୍କରେ ଆସନ୍ତୁ। ଯେମିତି ଦେହ ଖରାପ ହେଲେ ଡାକ୍ତର ପାଖରେ ଆପଣ ଗୋପନୀୟ କଥା କହୁଛନ୍ତି, ସେମିତି କୌଣସି ଜ୍ଞାନୀ ଗୁଣୀ ଲୋକର ସଂସ୍ପର୍ଶରେ ଆସି ନିଜ ଜୀବନର ଦୁଃଖ କହନ୍ତୁ, ତାଙ୍କ ମାର୍ଗଦର୍ଶନରେ ଚାଲନ୍ତୁ, ଦେଖିବେ ଜୀବନ ଆପଣଙ୍କର ନିଶ୍ଚିତ ସଫଳ। ଆଉ ଗୋଟେ ପ୍ରଶ୍ନ ସାର୍, ବର୍ତ୍ତମାନ ଆପଣଙ୍କ ପାଖରୁ କିଛି ଜାଣିବା ପାଇଁ ଚାହୁଁଛି ଯେ ଉପଯୁକ୍ତ ଜାଗା ନୁହେଁ ପଚାରିବାର, କିନ୍ତୁ ଏତିକି ଯେ ଲୋକମାନଙ୍କ ହିତ ପାଇଁକି ଜାଣିବା ପାଇଁ ଚାହୁଁଛି ସାର୍, ଛାଡ଼ ଖାଇ ଯାଇଛି এই 2 দিন ହେବ 3 ଦିନ ହେବ ଛାଡ଼ ଖାଇ ସାର୍ ଯାଇଛି। ଛାଡ଼ ଖାଇରେ ସାର୍ ଦେଖିବେ ଅତ୍ୟଧିକ କୁକୁଡ଼ା ଛେଳି ମାରିକି ସାର୍ ଖାଇଗଲେ। ପ୍ରକୃତରେ ଛାଡ଼ ଖାଇଟା ଗୋଟେ ଉଦ୍ଦେଶ୍ୟ ସାର୍ କ'ଣ? ଛାଡ଼ ଖାଇ ଶବ୍ଦ ନୁହେଁ, ଏକୁ ବୋଧ ହୁଏ କିଛି ଲୋଭୀ ଲୋକ ମାନେ ଜାଣିନଥିବା ଲୋକମାନେ କ'ଣ କି ମାସେ ଯାକ ଧର୍ମ କରି 11 ମାସ ପୁଣି ଆମ ପୂର୍ବ ଜୀବନ ଯାପନ କରିବା ଏଇଟା ବୁଝିଛନ୍ତି। ଆମେ ଗୋଟିଏ ମାସ ଯାହା ଛାଡ଼ିଥିଲୁ ତାକୁ ଖାଇବୁ। ମୁଁ ତାକୁ ଛାଡ଼ ଖାଇ ବୋଲି କୁହେନି, ବୋଧେ ଲୋକେ ଅପେକ୍ଷା କରିଥିବେ ହାଡ଼ ଖାଇ ପାଇଁ। ମୋତେ କାହିଁ ମୋର ଯାହା ବିଶ୍ୱାସ, କାହିଁକି ନା ଲୋକେ ଅପେକ୍ଷା କରିଥାନ୍ତି ମାଂସ କେମିତି ଖାଇବୁ, କ'ଣ କେମିତି କରିବୁ, ତା'ର ଅର୍ଥ କ'ଣ ମୁଁ ବୁଝିପାରେନି କଥାଟାକୁ। ଦେଖନ୍ତୁ, ଆମେ ବାପା ମାଆଙ୍କୁ ପ୍ରତିଦିନ ନମସ୍ତେ କରୁଥିଲେ, ମାସେ ପରେ ନମସ୍ତେ କରିବାନି? ଆମେ ସକାଳୁ ଉଠିକି ସ୍ନାନ କରୁଥିଲେ, ଭଲ କଥା କରୁଥିଲେ, ପୁଣ୍ୟ କାମ କରୁଥିଲେ, ଦେବ ଦର୍ଶନ କରୁଥିଲେ, ଭଲ କଥା ପଢ଼ୁଥିଲେ, ମାସେ ପରେ ଛାଡ଼ିଦେବା? ଚୋରି କରିବା, ବଦମାଇଶି କରିବା, ସାଙ୍ଗସାଥିମାନଙ୍କ ଖରାପ ବ୍ୟବହାର କରିବା, ମାଆକୁ ପ୍ରଣାମ କରୁଥିଲେ, ମାଆକୁ ଗାଳି ଦେବା, ଏଇଟା କ'ଣ ଛାଡ଼ ଖାଇ? ମାନେ ଯେଉଁ ଭଲ କାମ କରୁଥିଲେ ତାକୁ ମାସେ ପରେ ଛାଡ଼ିଦେବା, ଇଏ ହେଉଛି କ'ଣ ନା ଲୋକମାନଙ୍କର ବିଭିନ୍ନ ପ୍ରକାର ଯେଉଁ ଅତ୍ୟନ୍ତ ଦୁର୍ବଳତାର ମାନସିକ। ଗୋଟିଏ ଜିନିଷକୁ ସବୁଦିନ କରିବା, ଯେଉଁଟା ଭଲ ସବୁଦିନ କର, ଯେଉଁଟା ମନ୍ଦ କେବେ କର ନା, ଏଇଟା ହେଉଛି ପ୍ରକୃତ। ଛାଡ଼ ଖାଇ ଆମ ଭାରତରେ କେଉଁଠି ନାହିଁ। ଆମେ ଯେଉଁଟା ଛାଡ଼ିଛୁ ତେବେ ଖାଇବା ଉଚିତ ନୁହେଁ, ଯେଉଁଟା ଖାଉଛୁ ତାକୁ ଛାଡ଼ିବା ଉଚିତ ନୁହେଁ।
ଦୁଇଟା କଥା ବୁଝନ୍ତୁ। ମନେକର ଯେ ଆମ ଭାରତର ସଂସ୍କୃତି ହେଉଛି ଆମେ ସବୁଦିନେ ସାତ୍विକ ଭୋଜନ କରିବା। କେଉଁ ଲୋକ ଜାଣିନି କହିଲେ ସଂକ୍ରାନ୍ତି ଅମାବାସ୍ୟା ପୂର୍ଣ୍ଣିମାରେ ସେ ଖାଉନି କାହିଁକି? ସେ ଜାଣିଛି ନା ଏଇଟା ଖରାପ ଖାଦ୍ୟ, ଏ ଭଲ ଦିନରେ ଖରାପ ଖାଦ୍ୟ ଖାଆନ୍ତିନି। ତେଣୁ ଯେଉଁଟା ଖରାପ କେବେ ଖାଆନ୍ତୁନି, ଯେଉଁଟା ଭଲ ସବୁଦିନେ ଖାଆନ୍ତୁ। ଛାଡ଼ ଖାଇ ବୋଲି ଆମ ସଂସ୍କୃତିରେ କିଛି ନାହିଁ। କିନ୍ତୁ ମଣିଷ ଯେହେତୁ ଭାବେ ମାସେ ପୁଣ୍ୟ କରିଦେଲେ ବୋଧେ 11 ମାସ ଚଳିଯିବ, କିନ୍ତୁ ଏମିତି କେବେ ସମ୍ଭବପର ନୁହେଁ। ଯଦି ମାସେ ପୁଣ୍ୟ କଲେ 11 ମାସ ଚଳିଯିବ, ତାହେଲେ ମାସେ ଖାଇ 11 ମାସ ଉପବାସ ରହିଲେ ବରଂ ଭଲ। ଖାଉଛ କାହିଁକି? କିନ୍ତୁ ବନ୍ଧୁ ସବୁବେଳେ ବୁଝିବା ଦରକାର, ଧର୍ମ ଏକ ଶରୀରର ଜିନିଷ, ମାନସିକ ଜିନିଷ, କେବେ ଛଡ଼ା ଯାଏନି, କେବେ ଯୋଡ଼ା ଯାଏନି। ଯାହା ଭଲ ସବୁଦିନେ କର, ଯାହା ଖରାପ କେବେ କର। ଏଇ ଉପରେ ବହି କିଛି ଆସିଛି କି ଯାହାକି ଲୋକଙ୍କ ପାଖରେ ପହଞ୍ଚିବା ଦରକାର ଯେ ଛାଡ଼ ଖାଇ ବୋଲି ସେମିତି କିଛି ନାହିଁ, ବା ମାସକ ଧର୍ମ ନୁହେଁ, ପ୍ରତ୍ୟେକ ଦିନ ଧର୍ମ କରିବା ଏ ବିଷୟରେ କେମିତି କେଉଁ ଅଛି? ଦେଖନ୍ତୁ, ମୋଟ କଥା ହେଉଛି ବର୍ତ୍ତମାନ ବହୁ ସଂସ୍କାର ମୂଳକ ଅନୁଷ୍ଠାନ ଅନେକ ପୁସ୍ତକ ଅନେକ ଆଲୋଚନା କଲେଣି। କହିବାର ଉଦ୍ଦେଶ୍ୟ ହେଉଛି କ'ଣ କି, ସେମାନେ ସବୁବେଳେ ଚିନ୍ତନ କରିବା ଦରକାର ସେଭଳି ସଂସ୍କାରମୂଳକ ପୁସ୍ତକ ପଢ଼ିଲେ ସେମାନଙ୍କ ଜୀବନରେ ମଧ୍ୟ ଅନେକ ଭଲ କଥା ଆସିପାରିବ। ମୁଁ ଆଶା କରୁଛି आर्य समाज बा विभिन्न प्रकार जो संगठन सब अच्छी जो माने प्रकृत जो माने संस्कारमूलक काम कहती से पुस्तक पढ़िले धर्म कौन कर्म कौन आम जीवन में कौन करवा उचित कौन छाड़ा उचित कौन जोड़ा उचित। देखु जदि छाड़ार अच्छी महिला मनीष नख छाड़े आंगुली काटे ना, मनीष महिला छड़ाए के सार्ट काटे ना, सार्ट के खोपाड़े ना। ठीक सेमती आम भितर जे दोष अच्छी छाड़ा किंतु आमर माने आम जीवन में से सब दोष को पुणी आउ थे ग्रहण करवा एटा उचित नहीं। यही बहुत बही अच्छी पढ़िले मोर विश्वास से भितर सचेतनता सृष्टि होता।